ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ବ୍ୟାକ୍ ଟୁ ଦ ଚ୍ୟାନେଲ। ତ ଯେମିତିକି ଆପଣମାନଙ୍କୁ ସମସ୍ତଙ୍କୁ ଜଣା ଅଛି, ପ୍ଲସ୍ ଟୁ ଏକ୍ଜାମ ଆମର ଆଜିଠୁ ଷ୍ଟାର୍ଟ ହେଇଯାଇଛି। ତ ମୋ ତରଫରୁ ମୋର ସମସ୍ତ ପ୍ଲସ୍ ଟୁ ଭାଇ ଭଉଣୀମାନଙ୍କୁ ମୋ ତରଫରୁ ବେଷ୍ଟ ୱିଶେସ୍। ଆଉ ଗୋଟେ କଥା, ମୁଁ ବେଷ୍ଟ ୱିଶେସ୍ ଦେଇଦେଲି ତା ମାନେ ନୁହଁ ଯେ ତମର ଏକ୍ଜାମ ଭଲ ପଳେଇବ। ଆଉ ଗୋଟେ କଥା ଯେ ଏଇ ଟାଇମ୍ରେ ତମେ ପିଲାମାନେ ଟିକେ ଭଗବାନ ଉପରୁ ଭରସା ଟିକେ କମ୍ ରଖ। ଭଗବାନଙ୍କଠୁ ମାନେ ଏକ୍ସପେକ୍ଟେସନ୍ ଟିକେ କମେଇ ଦିଅ। କାରଣ ଯେତେ ମୁଁ ବେଷ୍ଟ ୱିଶେସ୍ ଦେଇଥିଲି କିମ୍ବା ଭଗବାନ ଚାହିଁଲେ ବି ତମେ ଏଇ ଟାଇମ୍ରେ କିଛି ମାନେ ତମେ ଯଦି ବେଷ୍ଟ ଏଫର୍ଟ ନ ଦେଇଛ, ଯେପର୍ଯ୍ୟନ୍ତ ବେଷ୍ଟ ଏଫର୍ଟ ନ ଦେଇଛ ସେ ପର୍ଯ୍ୟନ୍ତ କିଛି ହେଇପାରିବନି, କିଛି ଆଉଟପୁଟ୍ ଭଲ ଆସିବ ନାହିଁ। ତ ମୋର କହିବାର କଥା, ଆମେ ଯେମିତି ତମକୁ ବେଷ୍ଟ ୱିଶେସ୍ ଦଉଛୁ, ତମ ତରଫରୁ ସେମିତି ବେଷ୍ଟ ଏଫର୍ଟ ଆସିବାର ଅଛି। ଦେନ୍ ଆଉ ପୁରା ଆଉଟପୁଟ୍ଟା ଭଲ ଆସିବ। ତ ଦେଖିପାରୁଥିବେ ମୁଁ ଆମର ଅଛି ଧଳୀଧର ୟୁନିଭର୍ସିଟି, କେଉଁଝର ନର୍ଥ କ୍ୟାମ୍ପସ୍ ପାଖରେ। ତ ଆଉ ଗୋଟେ କଥା ଏଠି କହିବାର ଅଛି, ଯେଉଁମାନଙ୍କର ଆମର ଏକ୍ଜାମ ସେଣ୍ଟରଟା ଆମର ଏ ଡିଡି କଲେଜରେ ପଡୁଛି। ତ ସେମାନଙ୍କୁ ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି ଯେ କେହି ବି ମାନେ ଡିଡି କଲେଜ ଯାହା ସେଣ୍ଟର ପଡୁଛି, କେହି ବି ଗୋଟେ ବାହାଦୁରୀ ଦେଖେଇବା ପାଇଁ ଚେଷ୍ଟା କରିବନି। ଏଇଟା କହୁଛି କାରଣ ସେଇଭଳିଆ ବହୁତ ପିଲା ଅଛନ୍ତି। ତମେ ଗୋଟେ ନାହିଁ ଯେ ତମେ ଗୋଟେ ନୂଆ ପଳେଇ ଆସିଛ, ନୂଆ ବ୍ୟାଚ୍ ପଳେଇ ଆସିଛ, ତମେ ଏଇଠି ଗୋଟେ ବାହାଦୁରୀ ଦେଖେଇବ, ସେମିତି ନୁହଁ। ତମ ପୂର୍ବରୁ ଆମ ଟାଇମ୍ରେ ବି ଏଇଠି ସେଇଭଳିଆ ପିଲା ବାହାଦୁରୀ ଦେଖେଇଛନ୍ତି ଆଉ ନିଜ ଫଳ ବି ଭୋଗିଛନ୍ତି। କାରଣ 2023 ମସିହାରେ ବି ଗୋଟେ ପିଲା ଏଠି ଏମପି ହେଇଛି, 2024ରେ ବି ଏମପି ହେଇଛନ୍ତି, 2025ରେ ବି ଏମପି ହେଇଛନ୍ତି। ଆଉ ଏବେ ଆସିଲା ତମ ପାଳି 2026। ତ ମୁଁ ଆଶା କରୁଛି ଯେ ଆମ ଡିଡି କଲେଜରୁ କେହି ବି ମାନେ ଜଣେ ଏମପି ହେଇକି ବାହାରନ୍ତୁନି, ସମସ୍ତେ ଭଲ ରେଜଲ୍ଟ କରିକି ବାହାରନ୍ତୁ। ତ ଏଇଠି ବି ତମେ ମାନେ କମ୍ ବ୍ୟାକ୍ କରିପାରିବ, କାରଣ ତମେ ଜଷ୍ଟ ଗୋଟେ ବେସିକ୍ ଆମର ପ୍ଲସ୍ ଟୁ ଏକ୍ଜାମ ଦେବା ପାଇଁ ଆସୁଛ। ନା କି ତମେ ଗୋଟେ ଆଇଟି ଲେବୁଲ ଏକ୍ଜାମ ଦଉଛ, ଆଇଟି ଆଡଭାନ୍ସ ଜେଇ ଆଡଭାନ୍ସ ଏକ୍ଜାମ ଦଉଛ, ନା କି ତମେ ଗୋଟେ ନିଟ୍ ଲେବୁଲର ପ୍ରିପାରେସନ କରି ନିଟ୍ ଏକ୍ଜାମ ଦେବା ପାଇଁ ଆସ। ତମେ ବାସ୍ ଆସ ଗୋଟେ ପ୍ଲସ୍ ଟୁ ଏକ୍ଜାମ ଦେବା ପାଇଁ ଆସ। ତେଣୁକି ଏଇଠି ତମେ ଯଦି ଚାହିଁବ, ନିଜେ ଯଦି ଏଫର୍ଟ ଦବ, ତମେ ଇଜିଲି କମ୍ ବ୍ୟାକ୍ କରିପାରିବ ଆଉ ଭଲ ମାର୍କ ସିକ୍ୟୁର କରିକି ଭଲ କଲେଜରେ ଆଡମିସନ କରିପାରିବ। ତ ଗାଇଜ ମୁଁ ପ୍ଲସ୍ ଟୁ ଏକ୍ଜାମଟାକୁ ଏତେ ପ୍ରାୟୋରିଟି ଦେଇକି କହୁଛି କାରଣ ପ୍ଲସ୍ ଟୁ ମାର୍କଟା ଟିକେ ପିଲାମାନେ ମ୍ୟାଟର କରେ। ପ୍ଲସ୍ ଟୁ ମାର୍କଟା ମ୍ୟାଟର କରେ। ତମେ ଯଦି ହାୟର ଷ୍ଟଡି କରିବ, ଲାଇକ୍ ବେସିକାଲି ତ ଆମର ପ୍ଲସ୍ ଥ୍ରୀକୁ ଯଦି ତମେ ଟ୍ରାନ୍ସଫର ଆସୁଛ, ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ କରୁଛ, ତାହେଲେ ତମ ଏଇ ଯୋଉ ମାର୍କଟା ମ୍ୟାଟର କରିବ। ଆଉ ତମେ ଯଦି ବିଟେକ୍ କରିବ, ଫାର୍ମାସି କରିବ, ନର୍ସିଂ କରିବ, ଦେନ୍ ସେଥିରେ ଆମର କିଛି ପ୍ଲସ୍ ଟୁ ମାର୍କଟା କିଛି ଲେନ୍ ଦେନ୍ ନାହିଁ। ତମେ ଯଦି ସେଗୁଡ଼ା କରିବ, ତମକୁ ଅଲଗା ଏଣ୍ଟ୍ରାନ୍ସ ଦେଇକି ସେଠି ଆଡମିସନ କରିବା ପାଇଁ ପଡ଼ିବ। ତମେ ଯଦି ହାୟର ଷ୍ଟଡି ଲାଇକ୍ ଆମର ଯେମିତି ଗ୍ରାଜୁଏସନ୍ ପ୍ଲସ୍ ଥ୍ରୀ ଯଦି କରିବ, ସେଇଠି ତମର ପ୍ଲସ୍ ଟୁ ମାର୍କଟା ମ୍ୟାଟର କରିବ। କାରଣ ଏଠି ଯୋଉ କଟ୍ ଅଫ୍ ସିଷ୍ଟମ ହେଇଛି, ସବୁ କଲେଜରେ ଯୋଉ ଡିପାର୍ଟମେଣ୍ଟର ମାନେ କ୍ରେଜ୍ ଅଧିକା ଥାଏ, ସେଇ ଡିପାର୍ଟମେଣ୍ଟ ତାର ହାଇ କଟ୍ ଅଫ୍ ଯିବ। ତ କଟ୍ ଅଫ୍ ଟା ଟିକେ ମ୍ୟାଟର କରେ, ସେଥିପାଇଁ କହୁଛି ତମେ ପ୍ଲସ୍ ଟୁ ଏକ୍ଜାମ ଟିକେ ଭଲ ଭାବରେ ଦିଅ। ତ ଗାଇଜ ତମେ ଯଦି ପ୍ଲସ୍ ଟୁରେ ମାନେ ଭଲ ମାର୍କ ଗୋଟେ ସିକ୍ୟୁର କରିଦେଲ, ତାହେଲେ ତମ ପାଖରେ ଗୋଟେ ଅପସନ୍ ରହୁଛି ଯେ ମାନେ ଦିଟା ଅପସନ୍ ରହୁଛି। ଫାର୍ଷ୍ଟରେ ତ ତମେ ମାନେ ତମ ଡ୍ରିମ୍ ଡିପାର୍ଟମେଣ୍ଟ ଯୋଉ ଅନର୍ସ ଚୁଜ୍ କରିବା ପାଇଁ ଚାହୁଁଛ, ସେଇଟା ମିଳିଯିବ। ଆଉ ଗୋଟେ ହେଉଛି ତମ ଡ୍ରିମ୍ କଲେଜ ବି ମିଳିଯିବ। ତମେ ଯଦି ଚାହୁଁଛ କୌଣସି ଗୋଟେ ୟୁନିଭର୍ସିଟିରେ ପଢ଼ିବା ପାଇଁ ଚାହୁଁଛ, ତାହେଲେ ୟୁନିଭର୍ସିଟିରେ ଡାଇରେକ୍ଟଲି ଆଡମିସନ କରିପାରିବ। ସେଠି ନା ତମକୁ କୋଉ ଗୋଟେ ଫେଜ୍ ପର୍ଯ୍ୟନ୍ତ ୱେଟ୍ କରିବା ପାଇଁ ପଡ଼ିବ, କିଛି ନାହିଁ। ତମର ଯଦି ଭଲ ମାର୍କ ଅଛି, ତାହେଲେ ତମେ ଡାଇରେକ୍ଟଲି ସେଇ ଅନର୍ସକୁ ସେଇ କଲେଜରେ ଆଡମିସନ କରିପାରିବ। ଏଇଟା ହେଉଛି ଆମର ପ୍ଲସ୍ ଟୁ ଏକ୍ଜାମ ଦଉଛ, ଏଇଟା ହେଉଛି ତମର ଯଦି ଭଲ ମାର୍କ ରହୁଛି, ଏଇଟା ଗୋଟେ ତମର ବେନିଫିଟ୍ ହବ। ତ ମୁଁ ମଧ୍ୟ ଆମର ଧଳୀଧର ୟୁନିଭର୍ସିଟି କେଉଁଝର ମୁଁ ଗୋଟେ ଷ୍ଟୁଡେଣ୍ଟ। ତ ଆମ ୟୁନିଭର୍ସିଟିରେ ସବୁଠୁ ଅଧିକା କଟ୍ ଅଫ୍ ଯାଏ କହିଲେ ଆମର ଜିଓଲୋଜି ଡିପାର୍ଟମେଣ୍ଟ। ଦେଖିପାରୁଥିବେ ଆମର ଜିଓଲୋଜି ଡିପାର୍ଟମେଣ୍ଟ, ଜିଓଲୋଜିରେ ସବୁଠୁ ଅଧିକା କଟ୍ ଅଫ୍ ଯାଏ। ତ ଟିକେ କମେଣ୍ଟ କରିଦେବେ ଯେ କାହାର ଡ୍ରିମ୍ ଅଛି ଡିଡି କଲେଜରେ ଜିଓଲୋଜି ଅନର୍ସ ନେଇକି ଆମ ଏଇ ଡିପାର୍ଟମେଣ୍ଟରେ ପଢ଼ିବାର ଅଛି, ଟିକେ କମେଣ୍ଟ କରିଦେବେ। ତ ଗାଇଜ୍ ମୁଁ ଏଠି କାହାକୁ ମାନେ ଜ୍ଞାନ ଦଉନି, ଜଷ୍ଟ ଖାଲି ଗୋଟେ ବଡ଼ ଭାଇ ହିସାବରେ ତମକୁ ଗୋଟେ ଆଡଭାଇସ୍ ଆଉ ସଜେସନ୍ ହିସାବରେ ତମକୁ କହୁଛି। ତ ଟିକେ ମୋ ଜିନିଷକୁ ଟିକେ ଫଲୋ କଲେ ଟିକେ ଭଲ ହବ, ତମର ବି ରେଜଲ୍ଟ ଭଲ ଆସିବ। ଆମେ ବି ଆଶା କରୁଛୁ ଯେ ତମେ ଭଲ ରେଜଲ୍ଟ ଆଣ ବୋଲି। ତ ଗାଇଜ୍ ମୁଁ ଏଇଠି ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ। ତ ଗାଇଜ୍ ଆମ ଡିଡି କଲେଜରେ କାହାର ମାନେ ପ୍ଲସ୍ ଟୁ ଏକ୍ଜାମ ସେଣ୍ଟର ପଡ଼ିଥିଲା, ଟିକେ କମେଣ୍ଟ କରିଦେବେ।